ତାଳମୂଳି ବିଷୟରେ ଶୁଣନ୍ତୁ। ଯାବତ ପ୍ରକାର ଚର୍ମ ରୋଗ ମୁସଳି ଚୂର୍ଣ୍ଣକୁ ଅଳ୍ପ ମହୁ ସହିତ 7 ଦିନ 7 ପାନ ସେବନ କଲେ ବ୍ରଣ, କଣ୍ଡୁ, ଯାଦୁ, ଚମଳା, ଚମଦଳା, ଉପଦଂଶ ଏବଂ ପାରା, ଫୁଟି ଦୋଷ ବା ଏହିଭଳି ଯେତେ ଚର୍ମ ରୋଗ ଦୂରୀଭୂତ ହୁଏ। କୁକୁର ବିଷ 2 ଗ୍ରାମ ମୁସଳି ଚୂର୍ଣ୍ଣ ସହ ପିପଳି ଚୂର୍ଣ୍ଣ 1 ଗ୍ରାମ ମିଶାଇ ସଦ୍ୟ ଜଳ ସହିତ ସକାଳ ସନ୍ଧ୍ୟାରେ 2-4 ଥର 5 ଦିନ ସେବନ କଲେ କୁରଦଂଶନ ଜନିତ ବିଷି ନିବାକାର ନଷ୍ଟ ହୋଇଥାଏ। କୃମି ଦୋଷ ତାଳମୁଳି ପତ୍ର ରସ ସହିତ ଅଳ୍ପ ମହୁ ମିଶାଇ ପିଲାଙ୍କୁ ଦେଲେ ସେମାନଙ୍କର ପେଟରେ ଥିବା କୃମି ବିନଷ୍ଟ ହୋଇଯାଆନ୍ତି। କାଶ ତାଳମୁଳି ଚୂର୍ଣ୍ଣ 1/2 ଗ୍ରାମ, ଜୁଆଣି ଚୂର୍ଣ୍ଣ 1/2 ଗ୍ରାମ ଅଧା ଅଳ୍ପ ପାଣିରେ ମିଶାଇ ଦୈନିକ ସେବନ 1 ସପ୍ତାହ ମଧ୍ୟରେ କାଶର ପରିସମାପ୍ତ ଘଟେ। ମେହ ପ୍ରମେହ ମଧୁମେହ ତାଳମୁଳି, ପୋଇଲେଖା ମଞ୍ଜି, ବାଇଢଙ୍କ ମଞ୍ଜି, ଗୋଖରା ଏ 4 ଦ୍ରବକୁ ସମଭାଗରେ ନେଇ ଚୂର୍ଣ୍ଣ କରି ଏହି ଚୂର୍ଣ୍ଣ ସକାଳ ସନ୍ଧ୍ୟାରେ 10 ଗ୍ରାମ ଲେଖାଏଁ ଚିନି ସହିତ ଖାଇଲେ ଏ ସମସ୍ତ ରୋଗ ଭଲ ହୋଇଥାଏ। ଧ୍ୱଜଭଙ୍ଗ ମାନସିକ ଦୁଶ୍ଚିନ୍ତା, ମନ ବିଷରତା, ଆଶା ବିଭାଗ, ଅମିନୟତ, ଧାତୁ କ୍ଷୟ, ଅତିରିକ୍ତ ଶ୍ରୀସ୍ଥବାସ ଯୋଗୁଁ ଧାତୁ ଅତ୍ୟନ୍ତ ପତଳା ହୋଇ ଧ୍ୱଜଭଙ୍ଗ ରୋଗ ଉତ୍ପନ୍ନ କରିଥାଏ। ଏହା ଦ୍ୱାରା ମୈଥୁନ କାଳରେ ଲିଙ୍ଗ ଉତ୍ତେଜିତ ହୋଇନଥାଏ। ଏହି ରୋଗ ପାଇଁ ତାଳମୁଳି, ପୋଇଲେଖା ମଞ୍ଜି, ଗୋଖରା, ଅଁଳା, ବାଇଢଙ୍କ ମଞ୍ଜି, ଶିଳାଜିତୁ, ଶତାବରୀ, ଭୂଇଁ ପାଣି କଖାରୁ, ବାଳ ଶିମିଳି ମୂଳ, ଅଶ୍ୱଗନ୍ଧା, ଜାଷ୍ଟି ମଧୁ, ନାଗେଶ୍ୱର, ଶାଲିମିଶ୍ରି, ଖାଇବା କର୍ପୂର ଏହି ମଧ୍ୟରୁ ଯାହା ମିଳିବ ନେଇ ଚୂର୍ଣ୍ଣ କରି ସକାଳେ ସନ୍ଧ୍ୟାରେ 6 ଗ୍ରାମ ଲେଖାଏଁ ସେବନ କରି କ୍ଷୀର ପାନ କଲେ ସମସ୍ତ ପ୍ରକାର ଧାତୁକ୍ଷୟ ଦୋଷ ଦୂର ହୋଇଥାଏ। ଶରୀର ହୃଷ୍ଟପୃଷ୍ଟ ହୋଇ ଉଠିବ। ଶରୀରରେ ପରିଶକ୍ତି ପ୍ରକାଶ ପାଇବ। ସ୍ତ୍ରୀ ସହବାସରେ ଆଦୌ କ୍ଳାନ୍ତି ଲାଗିବ ନାହିଁ। ଏହା ଏକ ବୀଜୀକରଣ ଔଷଧ। ଏଥିରେ ବୀର୍ଯ୍ୟସ୍ତମ୍ଭନ ହେବ। ବହୁତ ସମୟ ଧରି ସ୍ତ୍ରୀ ସମୂହ କରିପାରିବେ। ଯୌନ ଅକ୍ଷମତା ଧାତୁ ଦେବିଲ ଯେଉଁମାନଙ୍କର ସମ୍ଭୋଗ କାଳରେ ଶୀଘ୍ର ବୀଜ ସ୍ଖଳିତ ହୁଏ ସେମାନେ ଭୃଙ୍ଗୁ ସହିତା ନିର୍ଦ୍ଦେଶିତ ଔଷଧ ସେବନ କଲେ ନିଶ୍ଚିତ ରୂପେ ଉପକୃତ ହେବେ। ଆମେ ଅଶ୍ୱମୁଷଳି, କୃଷ୍ଣମୁଷଳି 2 ପ୍ରକାର ମୁଷଳି କୁ ଜାଣୁଛେ। ଭୃଙ୍ଗୁ ସହିତା ଲେଖନ୍ତି 4 ପ୍ରକାର ମୁଷୁଳି ଅଛି। ଏହି 4 ପ୍ରକାର ମୁଷୁଳି ସହିତ ଗୋଖରା ବୀଜ, ଶିମୁଳି ଏବଂ ଶତାବରୀ ସମ ଓଜନର ନେଇ ସେଥିରେ ପାଉଡର ପ୍ରସ୍ତୁତ କରି ରଖିବ। ପ୍ରତିଦିନ ରାତିରେ 1 ତୋଳା ଅର୍ଥାତ୍ 12 ଗ୍ରାମ ନେଇ 1 ଗ୍ଲାସ କ୍ଷୀରରେ ମିଶାଇ ସେଥିରେ ମିଶ୍ରି ପରୀକ୍ଷା ଦେଇ ସେବନ କରନ୍ତୁ। ନିଶ୍ଚିତ ରୂପେ ଉତ୍ତମ ଫଳ ମିଳିବ।